ମୋ ନାଁ ବସନ୍ତ କୁମାର ନାୟକ। ପାଳିଆରେ ଥିବା ପ୍ରାଚୀନ ବିରଞ୍ଚିରାଣ ମନ୍ଦିର ଟ୍ରଷ୍ଟି ବୋର୍ଡର ମୁଁ ମୁଖ୍ୟ ଭାବରେ ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଛି। ପାଳିଆରେ ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିର ବିଷୟରେ ଇତିହାସ କ'ଣ ଅଛି? ପାଳିଆର ବିରଞ୍ଚିରାଣ ମନ୍ଦିର ବିଷୟରେ ଇତିହାସ ରହିଛି, ତାର କିମ୍ବଦନ୍ତୀ ରହିଛି। ଇଏ ଏକ ପ୍ରାଚୀନ ମନ୍ଦିର। ଓଡ଼ିଶାର ଯଦି ଆପଣ ସ୍ଥାପତ୍ୟ ଶିଳ୍ପକୁ ଦେଖିବେ ତାହେଲେ ଇଏ ଅତ୍ୟନ୍ତ ପ୍ରାଚୀନ ଏବଂ କୁହାଯାଏ ଏ ମନ୍ଦିରଟି ଅଷ୍ଟମ କିମ୍ବା ନବମ ଶତାବ୍ଦୀରେ ନିର୍ମିତ ହୋଇଥିଲା। କଥାରେ ଅଛି ପାଳିଆକୁ ସମୁଦ୍ର କେତେ ଦୂର ଘୁଞ୍ଚିଗଲା। ଏ ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଭୌଗୋଳିକ ପରିବର୍ତ୍ତନ ହେଉ, ତା ପରିବର୍ତ୍ତନ ଘଟିଛି। ଆଜି ସମୁଦ୍ର କ୍ରମଶଃ ଘୁଞ୍ଚି ଯାଇଛି ସିନା, କିନ୍ତୁ ବିରଞ୍ଚିରାଣ ମନ୍ଦିର ତାର ନିଜର ସ୍ଥିତି ବଜାଇ ରଖିଛି। ଅତୀତର ଇତିହାସ କଥା ସେ ଆମମାନଙ୍କୁ ବଖାଣୁଛି ଯେ ଏ କେତେ ବର୍ଷର ମନ୍ଦିର, ଏଠି କି ପରମ୍ପରା ଥିଲା, କ'ଣ ଥିଲା। ଯେତେବେଳେ ଓଡ଼ିଶାର ନୌବାଣିଜ୍ୟ, କଳିଙ୍ଗର ନୌବାଣିଜ୍ୟ ଏ ସାରା ବିଶ୍ୱବ୍ୟାପୀ ଥିଲା, ଓଡ଼ିଶାର ବଣିକମାନେ, ଓଡ଼ିଶାର ସାଧବ ପୁଅମାନେ ଯେତେବେଳେ ଜାଭା, ବନ୍ୟ, ସୁମାତ୍ରା, ଜାପାନ, ଥାଇଲ୍ୟାଣ୍ଡ, ଚାଇନା, ଅଷ୍ଟ୍ରେଲିଆ ଆଦି ଆଫ୍ରିକା ଆଦି ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ, ସେତେବେଳେ ପାଳିଆର ଏଇ ଯେଉଁ ଗୁଣ୍ଡୁଡ଼ି ବନ୍ଦରର ମାହାତ୍ମ୍ୟ ଥିଲା। ଯେ ଯେତେବେଳେ ଜାହାଜ ଆକା ମହା ଭୈର ସମୁଦ୍ର ଉଚ୍ଚାରଣ ଆଜି ପର୍ଯ୍ୟନ୍ତ କାର୍ତ୍ତିକ ପୂର୍ଣ୍ଣମୀରେ ଏଠି ଉଦ୍ଭାସିତ ହୁଏ ଏବଂ ଯେତେବେଳେ ପୋତ ବାଣିଜ୍ୟିକ ପୋତ ଚୈତ୍ର ମାସରେ ଫେରେ, ସେତେବେଳେ ଘୋଡ଼ା ନାଚର ପରମ୍ପରା ଆଜି ମଧ୍ୟ ପାଳିଆ ଏବଂ ଆଖପାଖ ଗାଁରେ ସେ ମଧ୍ୟ ରହିଛି। ଯେଉଁମାନେ ସେତେବେଳେ ନାବିକ ଥିଲେ, କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ଆଜି ପର୍ଯ୍ୟନ୍ତ ଘୋଡ଼ା ନାଚ ସମାବେଶରେ ସେମାନେ ନୃତ୍ୟ ପରିବେଷଣ କରିଥାନ୍ତି। କହିବାକୁ ଗଲେ କେବଳ ଯେ ନୌବାଣିଜ୍ୟ ପାଇଁ ଏତେ ପ୍ରସିଦ୍ଧ ଲାଭ କରିଥିଲା ତାହା ନୁହେଁ, ଯେ ଅତୀତର ବୌଦ୍ଧ ଧର୍ମର ଏଠି ବିକାଶ ଲାଭ କରିଥିଲା। ବୌଦ୍ଧ ବିହାର ଗୋଟି ଭରସା ପଦା। ଯେତେବେଳେ ଜାହାଜ ପ୍ରତ୍ୟାଗମନ କରୁଥିଲା, ସେଥିରେ ଯେତେବେଳେ ଭରସା ଦିଆହେଉଥିଲା, ସେ ଭରସା ପଦା ନିକଟରେ ବୌଦ୍ଧ ବିହାର ଥିଲା। ଆସ୍ତେ ଆସ୍ତେ ତାହା ଭଗ୍ନ ସ୍ତୂପରେ ପରିଣତ ହୋଇଛି ଏବଂ କେବଳ ମାଟି ଖନନ କଲେ ତାର ଅତୀତର ଭଗ୍ନାବିଶେଷ ମିଳିକି ଆମକୁ ଇତିହାସର ନଜିର ଦେଖାଉଛି ସିନା, କିନ୍ତୁ ଆଉ କିଛି ନାହିଁ। ଏବଂ ଏ ସମ୍ପର୍କରେ କୌଣସି ପ୍ରକାର ଯେ ଗବେଷଣା ଚାଲିନାହିଁ କିମ୍ବା କେହି ପ୍ରତ୍ନତତ୍ତ୍ୱବିତ୍ କିମ୍ବା ଐତିହାସିକ ମାନେ ଏ କଥାକୁ କେହି ନିଜକୁ ନିଜ କଥାକୁ ଆଣିନାହାନ୍ତି। ଆଜି ପାଳିଆକୁ ସମୁଦ୍ର ଘୁଞ୍ଚିଗଲା। ସମୁଦ୍ର ଘୁଞ୍ଚିଯିବା ପରେ ବରୁଣେଇ ଗାଁରେ ଗୋଟେ ଗାଁ ସୃଷ୍ଟି ହେଲା, ବାରୁଣୀ ଆକାଶରେ, ତାକୁ ବରୁଣେଇ କୁହାଗଲା। ଏବଂ ଯେତେବେଳେ ଗାଁଟା ଆସ୍ତେ ଆସ୍ତେ ବାଡ଼ି ଚାଲିଲା, ସମୁଦ୍ର ଅଭିମୁଖୀ ହେଲା, ସଦାନନ୍ଦପୁର ନାମକ ଜଣେ ବ୍ୟକ୍ତି ଥିବାରୁ ତାଙ୍କ ନାଁ ସଦାନନ୍ଦପୁରରେ ପରିଣତ ହେଲା। ଏବଂ ନୌବାଣିଜ୍ୟକୁ ଅବ୍ୟାହତ ରଖିବା ପାଇଁ ସମୁଦ୍ର ଯେତେବେଳେ ଘୁଞ୍ଚି ଯାଇଛି, ସେତେବେଳେ ସଦାନନ୍ଦପୁରରୁ ନୟାନନ୍ଦ ପର୍ଯ୍ୟନ୍ତ ଗୋଟେ କେନାଲ ଖନନ କରାଯାଇଛି, ଯେଉଁଟାକି ବରୁଣେଇ ତଳେ ସଦାନନ୍ଦପୁରରେ ପ୍ରାୟ 1.5 କିଲୋମିଟର ପ୍ରଶସ୍ତ, ବରୁଣେଇ ପାଖରେ 1.5 କିଲୋମିଟର ପ୍ରଶସ୍ତ। ଆସ୍ତେ 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 ନୟାନନ୍ଦରେ ଆସ୍ତେ ଆସ୍ତେ କ୍ରମଶଃ କମ୍ ହେଇଯାଇଛି। ଆଜି ସେ ଯେଉଁ କେନାଲ ଆଜି ଇତିହାସର ପରିଣତ ହେଲା ହେଇଛି ସତ, କିନ୍ତୁ ତାର ଭଗ୍ନାବଶେଷ, ତାର ଅଂଶବିଶେଷ ଏପର୍ଯ୍ୟନ୍ତ ଜୀବିତ ଅଛି। ଏବଂ ଯେଉଁ ମହାଦେବ, ଲବଣେଶ୍ୱର ମହାଦେବ, ଲୁଣ ମରାଯିବ ସମୁଦ୍ରରେ, ମାର୍କେଟିଂ ହେବ ନୟାନନ୍ଦର ଯେଉଁଠି ମାର୍କେଟିଂ ହେଉଥିଲା, ସେଠିକାର ଯେଉଁ ମହାଦେବ ତାକୁ ଲବଣେଶ୍ୱର କୁହାହେଉଥିଲା। ଏବଂ ଯେଉଁ କଣ୍ଟିମଙ୍ଗଳା ଠାକୁରାଣୀ, ତାକୁ କଣ୍ଟିମଙ୍ଗଳା ବା କନକଚଣ୍ଡୀ ବା କଣ୍ଟିମଙ୍ଗଳା କୁହାହେଉଥିଲା। ହାଟୁଆରୀରେ ଯେହେତୁ ସେଠି ହାଟ ବସୁଥିଲା, ସେ ହାଟୁଆରୀ ବୋଲି କୁହାଯାଉଥିଲା। ଆସ୍ତେ ଆସ୍ତେ ଯେଉଁ ସମ୍ପ୍ରଦାୟର ଲୋକମାନଙ୍କର ଆବଶ୍ୟକତା ଅଛି ନୌବାଣିଜ୍ୟର ସହଯୋଗ କରିବା ପାଇଁ, ସେ ବଢ଼େଇଟି ହେଉ, କବାଟଟି ହେଉ, ଚୁଡ଼ା ମୁଢ଼ି ଦେବା ପାଇଁ ରାଢ଼ିଟିଏ ହେଉ କିମ୍ବା ଗୁଡ଼ିଆଟେ ହେଉ, ତେଲ ଟିକେ ଦେବା ପାଇଁ ତେଲିଟିଏ ହେଉ, ସେମାନଙ୍କର ବସତି ପାଳିଆମୁଦା ଠାରୁ ନୂଆନନ୍ଦ ଭିତରେ ଯେଉଁ କେନାଲଟା ହେଇଥିଲା,
ତାର କୂଳବର୍ତ୍ତୀ ଅଞ୍ଚଳରେ ବହୁତ ପ୍ରତିଷ୍ଠା ଲାଭ କରିଥିଲା। ସେଠି କୁମାର ଘର ଅଛନ୍ତି, ସେଠି ବଢ଼େଇ ଘର ଅଛନ୍ତି, ଇତ୍ୟାଦି ଘର ସେମାନେ ଥିଲା। ସେଇ ସମୟର ଏ ଆବଶ୍ୟକତାକୁ ପୂରଣ କରିବା ପାଇଁ ସିଏ ମାନେ ଲୋକମାନେ ଏଇ ପ୍ରକାର ବସତି ସ୍ଥାପନ କରିଥିଲେ। ଏବଂ ମୁଖ୍ୟ କଥା ହେଲା, ଆପଣ ଯଦି ମୋତେ ପ୍ରଶ୍ନ କରନ୍ତି ଏ ମନ୍ଦିରର ମାହାତ୍ମ୍ୟ କ'ଣ? ଏ ମନ୍ଦିର ଏ ହେଉଛି ସୂର୍ଯ୍ୟ ଉପାସନାର କ୍ଷେତ୍ର। ଭାରତବର୍ଷର ଯଦି ପ୍ରଥମ ସୂର୍ଯ୍ୟ ଉପାସନାର କ୍ଷେତ୍ର କୁହାଯାଏ, ସକଳ ଶକ୍ତିର ଆଧାର ସୂର୍ଯ୍ୟ, ତାହେଲେ କୁହାଯିବ ପାଳିଆର ବିରଜା ମନ୍ଦିର। ଏଇଥିପାଇଁ କୁହାଯିବ ଯେ ୟା ପୂର୍ବରୁ କୋଉଠି ସୂର୍ଯ୍ୟ ଉପାସନା ହେଉନଥିଲା। କୋଣାର୍କରେ ଆମେ କହୁଛେ ଯେ ଅର୍କ କ୍ଷେତ୍ର, ସୂର୍ଯ୍ୟ ଉପାସନାର କ୍ଷେତ୍ର, ଏଟା ସତ କଥା। ସେଠି ରଜା ଯେ ତାଙ୍କ ମାଙ୍କ କଥା, ସେଠି ଗୋଟେ ସୁରମ୍ୟ ମନ୍ଦିର ତିଆରି କରିଥିଲେ, ଯୋଉଟାକି 24 ଚକ ବିଶିଷ୍ଟ ଥିଲା। କିନ୍ତୁ ପାଳିଆର ଯେଉଁ ବିରଜା ମନ୍ଦିର, ଏଟା 16 ଚକ ବିଶିଷ୍ଟ ଥିଲା। ଏବଂ ୟାର ଯେଉଁ କାରିଗରୀ କାର୍ଯ୍ୟ ଏତେ ସୂକ୍ଷ୍ମ ଥିଲେ ମଧ୍ୟ ଏତେ କୋଣାର୍କ ଭଳିଆ ସୂକ୍ଷ୍ମ କାରୁକାର୍ଯ୍ୟ ହେଇନଥିଲା। ଏବଂ ଏଠି 4ଟି ମୁଖ ବିଶିଷ୍ଟ ସୂର୍ଯ୍ୟଙ୍କୁ ପୂଜା କାହିଁ କରାହଉଛି? ଯେହେତୁ କହୁଛନ୍ତି ସୂର୍ଯ୍ୟ, କିଏ କହୁଛନ୍ତି ବ୍ରହ୍ମା, କିନ୍ତୁ ତାର କଥା ହେଲା ଯେଉଁ ପୂର୍ବମୁଖୀ ସୂର୍ଯ୍ୟ ମୁହଁଟି, ସେଟା ହେଉଛି ବାଳ ସୂର୍ଯ୍ୟ। ତାର ମୁହଁଟି ବାଳକ ସଦୃଶ। ଏବଂ ପଶ୍ଚିମକୁ ଯେଉଁ ମୁହଁଟି ଅଛି, ତା ଅସ୍ତଗାମୀ ସୂର୍ଯ୍ୟ। ମାନେ ସୂର୍ଯ୍ୟ ଯେତେବେଳେ ବୟସ୍କ ହେଇଯାଏ, ବାର୍ଦ୍ଧକ୍ୟତା ଆସେ, ଦିନର ପ୍ରତିଦିନ ଆମର ବାଲ୍ୟ ସୂର୍ଯ୍ୟ ଏବଂ ବାର୍ଦ୍ଧକ୍ୟତା ଆସିବ, ତାକୁ କୁହାଯାଏ ଯେ ଅସ୍ତଗାମୀ ସୂର୍ଯ୍ୟ ବା ବାର୍ଦ୍ଧକ୍ୟ ଆସୁ। ଆଉ ଗୋଟେ ହେଲା ଉତ୍ତରମୁଖୀ ଏବଂ ଦକ୍ଷିଣମୁଖୀ। ସୂର୍ଯ୍ୟଙ୍କର 2ଟି ଗତି ଅଛି, ଉତ୍ତରାୟନ ଓ ଦକ୍ଷିଣାୟନ। ତାକୁ ଆଧାର କରିକି ଉତ୍ତର ଏବଂ ଦକ୍ଷିଣ ଏଠି କାହିଁକି ଆପଣ କହିବେ ଯେ କୁଷ୍ଠ ରୋଗରୁ ଶାମ୍ବ ମୁକ୍ତି ଲାଭ କରିଥିଲେ, ସେଠି ଏଠି ରହିକି ଅନ୍ୟ କୋଉଠି ହେଇଥିବ। କିନ୍ତୁ ଏଠି ଯେତେ ପର୍ବପର୍ବାଣୀ ପ୍ରଚଳିତ ହେଇ ଆସୁଛି, এটা ପରମ୍ପରା। ଆଜି ପର୍ଯ୍ୟନ୍ତ ତାର କେହି ପରିବର୍ତ୍ତନ କରିନାହାନ୍ତି କି ଅଧିକ କରିନାହାନ୍ତି। ହୁଏତ କିଛି ଲୋକଙ୍କ ମନରୁ ଚାଲିଯାଇଛି। ଏ ପରମ୍ପରା ହେଉଛି ଏଇଆ ଯେ ଯେତେ ସୌର ଚାଳନାରେ ପର୍ବପର୍ବାଣୀ ହୁଏ, ଯଥା ଶାମ୍ବ ଦଶମୀ। ଶାମ୍ବ ଏଠି ସୂର୍ଯ୍ୟକୁ ସେଇଦିନ ପୂଜା କରିଥିଲେ, ତେଣୁ ଶାମ୍ବ ଦଶମୀ। ତାପରେ ମକର ସଂକ୍ରାନ୍ତି ଗୋଟେ ମେଳାଟି ହୁଏ। ମକରରେ ଚକର ବଢ଼େ, ମାନେ ଆମର ଯେଉଁ ବଡ଼ ଦିନ କୁହାଯାଏ, ଇଂରେଜୀରେ ବଡ଼ ଦିନ କୁହାଯାଉଛି ଡିସେମ୍ବର 25 କି। ଆମର କିନ୍ତୁ ମକର ସଂକ୍ରାନ୍ତି କି ବଡ଼ ଦିନ କୁହାଯାଏ ଆମ ପାଞ୍ଜି ଅନୁଯାୟୀ। ସେଦିନ ସୂର୍ଯ୍ୟଙ୍କର ଆମେ ପୂଜା କରୁ। ତାପରେ ଆସେ ଯେ ଚୂଳ ଚଢ଼ାଟା ଇଏ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବହନ କରେ। ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେତେବେଳେ ଶ୍ରୀପଞ୍ଚମୀ ଆସେ, ମାଘ ଷଷ୍ଠୀ ଦିନ, ଏଠି ପଞ୍ଚମୀ ଦିନ, ଏଠି ଷଷ୍ଠୀ ଦିନ ବିରଜା ପୂଜା କରାଯାଏ। ସୂର୍ଯ୍ୟ ପାଉଛନ୍ତି ବିରଞ୍ଚିନାରାୟଣ ସୂର୍ଯ୍ୟ। କାହିଁକି ନା ଏଠି ବ୍ରହ୍ମା କୌଣସି ଅଶ୍ୱକୁ ବାହନ କରିନଥାନ୍ତି। ଏଠି ଯେଉଁ ମୂର୍ତ୍ତି ଗୁଡ଼ିକ ସପ୍ତ ଅଶ୍ଵ ଖର୍ଚ୍ଚିତ ଧାବମାନ ଅଶ୍ଵରେ ଏଠି ଉପବିଷ୍ଟ ଅଛନ୍ତି। ତେଣୁ ବ୍ରହ୍ମା କୋଉଠି ଅଶ୍ଵ ଚାଳନା କରିବାର କୋଉଠି ପରମ୍ପରା ନାହିଁ। ଏ ମନ୍ଦିରଟା ହେଉଛି ରଥ ଆକାର, ମାନେ ବାହାରେ 16ଟି ଚକ ଅଛି ଏବଂ ମୂର୍ତ୍ତି ଗୁଡ଼ିକ ସିଏ ମଧ୍ୟ ଅଶ୍ଵ ଖଞ୍ଜା ହେଇଛନ୍ତି। ଏଠି ଏଟା ସୂର୍ଯ୍ୟ ମୂର୍ତ୍ତି ଏବଂ ବ୍ରହ୍ମା, ଯିଏ ବିରଞ୍ଚିନାରାୟଣ ସେ ବ୍ରହ୍ମା, ସେ ବିଷ୍ଣୁ, ସେ ବସେ। ଏଠି ବିରଞ୍ଚିନାରାୟଣଙ୍କର ମାହାତ୍ମ୍ୟ ହେଲା ଯେ ମାଘ ଷଷ୍ଠୀ ଦିନ ବିରଞ୍ଚିନାରାୟଣଙ୍କର ବଡ଼ ସିଂହାର ବେଶ। ଦ୍ୱିତୀୟ କଥା, ବିରଞ୍ଚିନାରାୟଣଙ୍କର ମନୋହରି ଭୋଗ, ଏକ ସ୍ୱତନ୍ତ୍ର ଧରଣର ଭୋଗ ସେଦିନ ପ୍ରସ୍ତୁତ ହୁଏ, ବର୍ଷରେ ପ୍ରଥମ ଥର ପ୍ରସ୍ତୁତ ହୁଏ ଏବଂ ଠାକୁରଙ୍କୁ ନୈବେଦ୍ୟ ଦିଏ। ତୃତୀୟ କଥା ହେଲା
ये ଏଠି କୁଷ୍ଠ ଜାତୀୟ ରୋଗରୁ ମୁକ୍ତି କରିବା ଏ ପରମ୍ପରା ରହିଛି ଦ୍ୱାପର ଯୁଗରୁ ରହିଛି। ସେତେବେଳେ ମନ୍ଦିର ଥିଲା କି ନଥିଲା ଅଲଗା କଥା, କିନ୍ତୁ ଅର୍କ ଆରାଧନା ଅର୍କ ପୂଜାର ପରମ୍ପରା ସେବେଠୁ ରହିଥିଲା। ଯେ ବିରଜା ମନ୍ଦିରର ଉତ୍ତର ପାର୍ଶ୍ୱ କବାଟଟି ଦ୍ୱାରଟି କେବଳ ସେଇଦିନ ହିଁ ଖୋଲାଯାଏ, ନହେଲେ ବର୍ଷ ତମାମ ସେଟା ବନ୍ଦ ରହେ। ଶାବ ଦଶମୀ ନୁହେଁ, ମାଘ ଷଷ୍ଠୀ ଦିନ, ଚୂଳଚଡ଼ା ଦିନ। ଏବଂ ସେଦିନ ଯେ କୁଷ୍ଠ ଜାତୀୟ ରୋଗରୁ ଯେଉଁମାନେ ପୀଡ଼ିତ ଥାଆନ୍ତି, ଛଉ ଜାତୀୟ କୁଷ୍ଠ ଜାତୀୟ, ସେମାନେ ଅଧିଆ କରନ୍ତି ଉତ୍ତର ପାର୍ଶ୍ୱରେ। ତେଣୁ ଏଥିରେ ବିଶେଷ ଯେ ମାହାତ୍ମ୍ୟ ବହନ କରୁଛି ସେଦିନର ପୂଜା। ଏବଂ ସେଦିନ ନିବୁଜ ଭାବରେ ଠାକୁରଙ୍କର ମନୋହର ଭୋଗ ଅର୍ପଣ କରାଯାଇଥାଏ ଇଏ ଠାକୁର ଦିଅଙ୍କ ଉଦ୍ଦେଶ୍ୟରେ। ତାପରେ ଆସେ ଗୁଣ୍ଡୁଡ଼ି ଯାତ୍ରା। ଅଘି ଜଳେ ଶୀତ ତଳେ, ଅଘିରା ପୂର୍ଣ୍ଣମୀ ଦିନ ଅଘି ଜଳେ। ଏଠି ଅଘି ଜଳେଇବାର ପରମ୍ପରା ନାହିଁ, କିନ୍ତୁ ତା ପରଦିନ ଏଠି ଗୁଣ୍ଡୁଡ଼ି ଯାତ୍ରା ହୁଏ। ଆଉ ଗୋଟେ ଗୁଣ୍ଡୁଡ଼ି ଯାତ୍ରା ହବାର ମାହାତ୍ମ୍ୟ ହେଉଛି ଯେ ଯେହେତୁ ଏଠି ଗୋଟେ ପ୍ରାଚୀନ ବନ୍ଦର ଥିଲା, କେହି ଐତିହାସିକ ମାନେ କହନ୍ତି ଏଠି ଗୋଟେ ସେ ଯେଉଁ ବନ୍ଦର ନାଁ ଗୁଣ୍ଡୁଡ଼ି ବନ୍ଦର ଥିଲା। ସେଠି ମେଳା ବହୁତ ଲାଗେ। ସେ ମେଳାର ମାହାତ୍ମ୍ୟ କ'ଣ? ସେଟା ସେଟା ହେଉଛି ମାଘ ପୂର୍ଣ୍ଣମୀ ପରଦିନ, ଅଗିରା ପୂର୍ଣ୍ଣମୀ ପରଦିନ ଏଠି ମେଳାଟି ଲାଗେ। ଏବେ ଗୋଟେ ଦିନ ଲାଗୁଛି, 3 ଦିନ ଲାଗୁଛି, 5 ଦିନ, ଏମିତି ତ ବିଭିନ୍ନ ହଉଛି। ଏବେ ସହରୀକରଣ ହେଇଗଲାଣି, ସହରୀକରଣ ହେଇଗଲାଣି। ଆଗରୁ ମେଳାର ଉଦ୍ଦେଶ୍ୟ ହେଉଛି ଦିଅ ଦର୍ଶନ କରିବା। ଲୋକମାନେ ଭକ୍ତି ହୃଦୟ ନେଇକି ଆସୁଥିଲେ, ଫୁଲ ଛତା ଫୁଲ ବିଚଣା ଦିଅଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିଲେ। ଦ୍ୱିତୀୟ କଥା, ଗାଁ ଗହଳିର ଯେଉଁ ଶିଳ୍ପ ଥିଲା, କୁମାରଟେ ହଉ, କମାରଟେ ହଉ, ବଢ଼େଇଟେ ହଉ, କିମ୍ବା ଆପଣଙ୍କର କୁପାରୀ ଅଞ୍ଚଳରୁ ଡୋଲି ହଉ, ଏ ଯେଉଁ ଘରକରଣା ସାମଗ୍ରୀ, ଏଇଠି ଗ୍ରାମୀଣ ସାମଗ୍ରୀ, କୃଷି ଭିତ୍ତିକ ସାମଗ୍ରୀ ଏଇଠାରେ ବିକ୍ରି ହେଉଥିଲା। ଆସ୍ତେ ଆସ୍ତେ ସେଗୁଡ଼ାକ ସବୁ ଲୋପ ପାଇଗଲା। ସେ ଆଚାର ସବୁ ଲୋପ ପାଇଗଲାଣି। ବହୁତ ପୁରୁଣା ଲୋକ ଆସି କହୁଛନ୍ତି ଚଣା ଉଖୁଡ଼ା ଗୋଟେ ବିଶ୍ୱାସ ବିକ୍ରି ହୁଏ, ସିଏ ବି ଆସ୍ତେ ଆସ୍ତେ ଲୋପ ପାଇଗଲାଣି। ଲୋକ କହୁଛନ୍ତି ଖୋଜୁଛନ୍ତି ସେଇ ଜିନିଷକୁ। ଯେଉଁଠି ଏବେ ତ ଫାଷ୍ଟଫୁଡ଼ ଦୋକାନ ହେଇଗଲାଣି ନା, ଫାଷ୍ଟଫୁଡ଼ ଦୋକାନ ହେଇଗଲାଣି, ଆଉ ଚାଉମିନ ଇଏ ସବୁ ଦୋକାନ ହେଇଗଲାଣି। ସେ ଯେଉଁ ଅତୀତର ପରମ୍ପରା ଥିଲା, ଖାଦ୍ୟର ପରମ୍ପରା, ସିଏ ମଧ୍ୟ ଗୁଣ୍ଡୁଳୁ ଲୁଚି ଗଲାଣି, ଛପି ଗଲାଣି। ସମୁଦ୍ର ଯେମିତି ଘୁଞ୍ଚି ଯାଇଛି ବିରଜା ମନ୍ଦିରରୁ, ସେ ଜିନିଷ ବି କୁଆଡ଼କୁ ଚାଲିଗଲାଣି। ଆଉ ତାର ପତା ଆମ ଭଳିଆ ବୟସ୍କ ଲୋକ ତାକୁ ପାଉନୁ। ଆମ ଛୁଆକୁ ଆଣିକି ମୁଠେ ଚଣା ଉଖୁଡ଼ା ଦେବୁ, ସିଏ ଆମ ପାଇଁ ବି ସ୍ୱପ୍ନ ହେଇଗଲାଣି। ତେଣୁ ମୋର କହିବାର କଥା, ଏଇଭଳି ଏକ ପ୍ରାଚୀନ କ୍ଷେତ୍ର। ୟା ପରେ ଏଠି ଗୋଟେ ମେଳା ହୁଏ, ପୂର୍ଣ୍ଣମୀ, ଆପଣଙ୍କ ଦୋଳ ପୂର୍ଣ୍ଣମୀର ମେଳା ହୁଏ। ମେଳା ପରେ ଏଠି ଯେଉଁ ପାଞ୍ଜି ପ୍ରସ୍ତୁତ ହୁଏ, ପାଞ୍ଜି ସେଠି ପଠନ କରାଯାଏ। ତେଣୁ ଗୋଟିଏ ଶବ୍ଦରେ ମୁଁ କହିବି, ଏ ସୌର ଚାଳନା ଅନୁଯାୟୀ ପର୍ବ ଗୁଡ଼ିକ କାଳିଆ ବିରଞ୍ଚା ମନ୍ଦିର ନିକଟରେ ଆମେ ପାଳି ଆସୁଛୁ ଦୀର୍ଘ ଦିନ ଧରି। ସେ ବୋଧେ ଓଡ଼ିଶାର ଏ ପରମ୍ପରା ଅନ୍ୟ କେଉଁଠି ନାହିଁ। ଏ ପରମ୍ପରା ଏଠି ବଞ୍ଚିକି ରହିଛି ଏବଂ ବଞ୍ଚିକି ଥାଉ। ଆପଣମାନଙ୍କର ମିଡ଼ିଆ ଜରିଆର ଏଟା ଆହୁରି ପ୍ରଚାରିତ ହଉ ଆପଣମାନଙ୍କୁ ମୁଁ ନିବେଦନ କରୁଛି। ପ୍ରଭୁଙ୍କର ତ ପ୍ରଥମେ ସକାଳ ଆଳତି ହୁଏ, ତାପରେ ମଧ୍ୟାହ୍ନରେ ଖିଚୁଡ଼ି ଭୋଗ ହୁଏ ଏବଂ ଅପରାହ୍ନରେ ମାନେ ସନ୍ଧ୍ୟା ଆଳତି ଏଠି ହୋଇଥାଏ। ଇଏ ଗୁଡ଼ିକ ହେଉଛି ଇଏ। ତାପରେ ଲୋକମାନଙ୍କର ଏ ଆଗ୍ରହ ଆନ୍ତରିକତା ଆସ୍ତେ ଆସ୍ତେ କମି ଯାଉଛି ଏ ଆଧୁନିକ ସଭ୍ୟତାରେ। ଆଗରୁ ଆମେ ଦେଖିଛୁ, ଛୁଆଟି ବେଳେ ଦେଖୁଛୁ, ପ୍ରାୟ ପରିବାରର ଲୋକମାନେ ବର୍ଷକୁ
ଥରେ ଦୁଇଥର ସେମାନେ କ୍ଷୀରି ଖେଚୁଡ଼ି ସେଠି ଭୋଗ କରୁଥିଲେ, ସାଧାରଣଙ୍କୁ ବଣ୍ଟନ କରୁଥିଲେ, କଥା କରୁଥିଲେ। ଆସ୍ତେ ଆସ୍ତେ ଏଇ ପରମ୍ପରା ଲୋପ ପାଇଯାଉଛି। ବହୁତ ପରମ୍ପରା ବଞ୍ଚିକି ରହିଛି, କିଛି ପରମ୍ପରା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ଲୋକଙ୍କର ଆନ୍ତରିକତା ନାହିଁ। ଆଗକୁ ଆସୁଛି ବରୁଣେଇ ଯାତ୍ରା, ଆଜ୍ଞା, ଏ ବାବଦରେ ଦର୍ଶକଙ୍କୁ କ'ଣ କହିବେ? ଯେହେତୁ ଗୁଣ୍ଡୁଣି ଯାତ୍ରା ଅତୀତର ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଏକ ବଡ଼ ଧରଣର ମିଳନ କ୍ଷେତ୍ର ଥିଲା ଏବଂ ଯେ କୃଷି ଭିତ୍ତିକ ବନ୍ୟଦ୍ରବ୍ୟ ବିକ୍ରି କ୍ରୟ ବିକ୍ରୟର ଜାଗା ଥିଲା ଏବଂ ଏଠି ଦେବ ଦର୍ଶନ କରୁଥିଲେ, ବିରଞ୍ଚାଙ୍କୁ ଦର୍ଶନ କରୁଥିଲେ। ଏଠି ଆପଣଙ୍କର ଗୋଟେ ବନ୍ଧୁ ମିଳନ କ୍ଷେତ୍ର ଥିଲା। ସେଇ ସମୟରେ ଲୋକ ଅନେଇକି ଥାଆନ୍ତି, ଯଦି ବନ୍ଧୁ ବାନ୍ଧବଙ୍କ ସହିତ କେବେ ମିଳନ ହୁଏ ତାହେଲେ ଆମେ ପାଳିଆ ଯିବୁ, ବିରଞ୍ଚଣା ମନ୍ଦିର ପାଖକୁ ଯିବୁ। ସେଦିନ ଯେ ଆମେ ବିରଞ୍ଚଣାଙ୍କୁ ଦର୍ଶନ କରିବୁ, ତା ସହିତ ବନ୍ଧୁ ମିଳନ ହେବ। ତେଣୁ ମୋର କହିବାର କଥା, ଏ ପରମ୍ପରା ବଞ୍ଚିକି ରହିଛି, ବଞ୍ଚିକି ରହୁ ଏବଂ ୟାର କ୍ରମଶଃ ୟାର ବିକାଶ ଘଟୁ, ଏହା ମୋର ଇଚ୍ଛା।